ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀ ଧନ ଦଧି ମନ୍ଥାଇ ଦେବୁ ନାହିଁକିରେ ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ ଶୁଆଇ ଦେବି ଗୀତ ଗାଇକିରେ ଦୁଃଖୀ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ। ରୀତିଧର୍ମୀ କବିତା ରଚନା କରିବାରେ କବି କଳହଂସ ଗୋପାଳକୃଷ୍ଣ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ରାଧାକୃଷ୍ଣଙ୍କୁ ଉପଜୀବ୍ୟ କରି ସଙ୍ଗୀତ ରଚନା କରିବାରେ ସେ ବେଶ୍ ପାରଦର୍ଶିତା ଅର୍ଜନ କରିଛନ୍ତି। ଦକ୍ଷିଣ ଓଡ଼ିଶାର ଏହି ମହାନ ପ୍ରବୁଦ୍ଧ କବି ଏହି ମହାନ କବି କବି କଳହଂସଙ୍କର ଜନ୍ମ ହୁଏ 1785 ଖ୍ରୀଷ୍ଟାବ୍ଦରେ ପାରଳାଖେମୁଣ୍ଡିଠାରେ। ଆଉ ଯାହାଙ୍କର ପିତା ବନବାସୀ ପଟ୍ଟନାୟକ ପାରଳାଖେମୁଣ୍ଡି ରାଜଦରବାରରେ ଥିଲେ ପାଞ୍ଜିଆ କାର୍ଯ୍ୟରେ ନିଯୁକ୍ତ। କବି ଗୋପାଳକୃଷ୍ଣ ଥିଲେ କବି ସୂର୍ଯ୍ୟ ବଳଦେବରଥଙ୍କର ସମସାମୟିକ ଏବଂ ଏହି ମହାନ କବିଙ୍କର ମହାପ୍ରୟାଣ ଘଟିଥିଲା 1862 ଖ୍ରୀଷ୍ଟାବ୍ଦରେ। କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କର ସାମଗ୍ରିକ ରଚନା ତାଙ୍କ ଗୀତି କବିତା ଗୁଡ଼ିକ ରୀତିଯୋଗ୍ୟ ଗୀତି କବିତା ଗୁଡ଼ିକ ନିଶ୍ଚିତ ଭାବରେ ଗୋପାଳକୃଷ୍ଣ ପଦାବଳୀ ନାମରେ ନାମିତ ହୋଇଛି, ଯାହାକୁ ଓଡ଼ିଶାର ପ୍ରତି ଘରେ ଘରେ ଶ୍ରଦ୍ଧାରେ ଏବଂ ସମ୍ମାନରେ ଏହାକୁ ଗାନ କରାଯାଏ। ଏହି ଗୋପାଳକୃଷ୍ଣ ପଦାବଳୀ ଯାହାକୁ ଆମେ କହୁଛେ ଗୋପାଳକୃଷ୍ଣ ପଦାବଳୀ। ବିଶେଷ କରି କହିବାକୁ ଗଲେ କବି ତାଙ୍କ ଜୀବନ କାଳ ଭିତରେ ଅସଂଖ୍ୟ ରାଧାକୃଷ୍ଣ ପ୍ରେମ ବର୍ଣ୍ଣନାମୂଳକ ସଙ୍ଗୀତ ରଚନା କରି ଏ ଜାତିକୁ ମହିମାନ୍ୱିତ କରିଛନ୍ତି। ତେବେ ଆଜିର ଆଲୋଚନା ତାଙ୍କର ଏକ କବିତା ଆମେ ଯାହାକୁ କହୁଛେ ରସମାନସ ରାଧିକେଶ। ଏହି ରସମାନସ ରାଧିକେଶ ଯାହାର ରାଗ ଝିଞ୍ଝୋଟି ଏବଂ ତାଳ ରୂପକ ଏହି ଛନ୍ଦରେ ଏହାକୁ ଗାୟନ କରାଯାଏ। ତେବେ ଆସନ୍ତୁ ଆମେ ଏହାକୁ ଆଲୋଚନା କରିବା। ଯାହା କୁହାଯାଇଛି ରସମାନସ ରାଧିକେଶ ଯାର ରସ କଥାରେ ସେବିତ ସୁଖ ସନକ ମୁନିଷ ଅନିଶ ନତ ମଥାରେ। ରସ ଆଉ ରାସର ମଞ୍ଜୁଳ ମାନସ ଭ୍ରମର ଏହି କୃଷ୍ଣଚନ୍ଦ୍ର ଯାହାଙ୍କୁ ଆମେ କହୁଛେ ବିଶ୍ୱପ୍ରେମିକ, ସେ ରାଧିକେଶ ରାଧିକାଙ୍କ ଈଶ ଅର୍ଥାତ୍ ସେ ପ୍ରଭୁ, ସେ ପ୍ରିୟ, ସେ ସଖା ଆଉ ସେ ସତୀର୍ଥ। ଯଥାର୍ଥରେ ରାଧାରାଣୀ ବୃଷଭାନୁଜେମା ରାଇ ବିନୋଦିନୀ ରାସେଶ୍ୱରୀ ଗୋପାଙ୍ଗନାଙ୍କର ଚରମ ଏବଂ ପରମ ଈଶ୍ୱର। 16,000 ଗୋପାଙ୍ଗନାଙ୍କର ପ୍ରଣୟ ପୁରୁଷ ମଧ୍ୟ। ଆଉ ଯାହାଙ୍କ ରସମୟ କଥାରେ ସୁକ ସନକ ଇତ୍ୟାଦି ମୁନିଷ ଅର୍ଥାତ୍ ମୁନିମାନଙ୍କର ଈଶ ଶ୍ରେଷ୍ଠ ମୁନିମାନଙ୍କର ପ୍ରଭୁ ଯିଏ, ସିଏ ଦିବାରାତି ନିଶ୍ଚିତ ଭାବରେ ଯେଉଁ କୁହାଯାଉଛି ଅବିରାମ ଗତିରେ ଅନିଶ ଅବିରାମ ଏବଂ ବିରାମ ରହିତ ଭାବରେ ମଥାନତ କରି ଭଜନ କୀର୍ତ୍ତନ କରନ୍ତି। ଏହି ପ୍ରଣୟ ଯୁଗଳଙ୍କର ଯେଉଁ କୁହାଯାଉଛି ରାଧା ଏବଂ କୃଷ୍ଣଙ୍କୁ ଏହି ଭାରତୀୟ ମୁନି ଏବଂ ଋଷି ସୁକ ଏବଂ ସନକ ଯେଉଁମାନେ ମୁନିଷ ମୁନିମାନଙ୍କର ଈଶ ଶ୍ରେଷ୍ଠ ମୁନିମାନେ ମଥାନତ କରି ପ୍ରଣାମ କରନ୍ତି ଏବଂ ରାଧାକୃଷ୍ଣ ପ୍ରେମ ଲୀଳାତ୍ମକ ଭଜନକୁ ଗାୟନ କରନ୍ତି ମଥାକୁ ନତ କରି। ସାମଗ୍ରିକ ଭାବରେ ଜ୍ଞାନୀଜନ ଏବଂ ମୁନିଜନମାନଙ୍କର ସେ ମାନସ ଭ୍ରମର। ସତରେ ସେମାନେ ଆହ୍ଲାଦିତ ହୁଅନ୍ତି ଯେଉଁମାନେ ଜ୍ଞାନୀଜନ ଆଉ ଯେଉଁମାନେ ମୁନିଜନ ଏହି ରସିକ ପ୍ରବରଙ୍କ ରାସରେ ଆଉ ରସରେ। ଏବଂ ଏହାର ଦ୍ୱିତୀୟ ପଦରେ କୁହାଯାଇଛି ଭ୍ରମନା ଭବ ଭୋଗ ଲୋଭରେ ଲଭିଧନ ପ୍ରମୋଦାରେ। ଭବ ସରସିଜ ଭବ ଦୁର୍ଲଭ ପ୍ରେମ ଭକ୍ତି ଦ୍ୱାରେ। ଆଉ ଭ୍ରମିତ ହୁଅ ନାହିଁ ଏହି ଭବ ଭୋଗ ଏହି ପାର୍ଥିବ ଭୋଗ ମୋହ ଲୋଭ ଇତ୍ୟାଦିରେ ଜଡ଼ିତ ହୁଅ ନାହିଁ, ଭ୍ରମରେ ପଡ଼ ନାହିଁ ବୋଲି ସେ କହୁଛନ୍ତି। ଏବଂ ପ୍ରମୋଦାରେ ଯାହାର ଅର୍ଥ ନିଶ୍ଚିତ ଭାବରେ ସୁନ୍ଦରୀ ରମଣୀ ମନୋହାରିଣୀ ଏହି ନାରୀମାନଙ୍କର ସଙ୍ଗତିରେ ଦିନକୁ ନଷ୍ଟ କର ନାହିଁ, ଜୀବନକୁ ନଷ୍ଟ କର ନାହିଁ, ଧନ ଲୋଭରେ ଅତିଷ୍ଠ ହୁଅ ନାହିଁ, ଭବଭୋଗ ଲାଳସାରେ ବ୍ୟସ୍ତ ହୁଅ ନାହିଁ, ଆଉ ଭ୍ରମିତ ହୁଅ ନାହିଁ। ସେଥିପାଇଁ ତ କୁହାଯାଇଛି ଭ୍ରମନା ଭବ ଭୋଗ ଲୋଭରେ ଲଭି ଧନ ପ୍ରମୋଦାରେ। ପୁନଶ୍ଚ କୁହାଯାଇଛି ଭବ ସରସିଜ ଭବ। ଏଠି ଭବ ନିଶ୍ଚିତ ଭାବରେ ଶିବ ଏବଂ ସରସିଜ ଭବ ଅର୍ଥାତ୍ ଯେଉଁ କୁହାଯାଉଛି ବ୍ରହ୍ମା, ଶିବ ଏବଂ ବ୍ରହ୍ମା। ଦୁର୍ଲଭ
ଏହି ଦ୍ୱାରରେ ସେ ପ୍ରେମ ଆଉ ଭକ୍ତି ପାଇବା ପାଇଁ ଦୁର୍ଲଭ, ଯାହାଙ୍କୁ ମିଳେ ନାହିଁ। ଯିଏ ଦିନରାତି ସନ୍ତାପିତ ହୁଅନ୍ତି ଏହି ଶିବ ଏବଂ ବ୍ରହ୍ମା, ଯାହାଙ୍କୁ କୁହାଯାଉଛି ଭବ ଏବଂ ସରସିଜ ଭବ, ଯିଏ ପଦ୍ମରୁ ଉତ୍ପତ୍ତି ଲାଭ କରିଛନ୍ତି ବ୍ରହ୍ମା, ଏମାନେ ମଧ୍ୟ ଏହି ପଦଯୁଗଳ ଏହି ଲୀଳାକୁ ନିଶ୍ଚିତ ଭାବରେ ବୁଝିପାରନ୍ତି ନାହିଁ କି ତାଙ୍କର ପଦ ସେବା କରିବାର ସୁଯୋଗ ସେମାନଙ୍କୁ ମିଳେ ନାହିଁ। ଆହୁରି ମଧ୍ୟ କୁହାଯାଇଛି, ବିଶ୍ୱସରଣୀ ଭ୍ରମଣୀ ତାପ ହାରିଣୀ ବସୁଧାରେ, ସାର୍ବତ୍ରିକ ବହୁଛି ନୁହୋଇ ସୁରଧ୍ୱନି ପରିଧାରେ। ଅଥଚ ସେ ପ୍ରେମ ଆଉ ଭକ୍ତି କିଭଳି ଭାବରେ ସ୍ୱଚ୍ଛ ମନ୍ଦାକିନୀ ଧାର ପରି ବହିଯାଉଛି, ଯେଉଁ କୁହାଯାଉଛି ବିଶ୍ୱ ସରଣୀ, ସମଗ୍ର ବିଶ୍ୱ ପଥରେ ବିଶ୍ୱ ପ୍ରାନ୍ତରରେ ଯେଉଁ କୁହାଯାଉଛି ସରଣୀରେ ସେ ଧାର ଧାର ହୋଇ ବହିଯାଉଛି। ଆଉ ମଧ୍ୟ କୁହାଯାଉଛି ସେ ତାପ ହାରିଣୀ ଏବଂ ବସୁଧାରେ ଏମନ୍ତ ଦୁର୍ଲଭ ମୁକ୍ତିର ମନ୍ଦାକିନୀ ନିଶ୍ଚିତ ଭାବରେ ପ୍ରବାହିତ ହେଉଛି। ସେ ସର୍ବତ୍ର ପ୍ରବାହିତ ହେଉଛି, କିନ୍ତୁ ସେ ମୁକ୍ତିର ସୁରଧୁନି ନୁହେଁ। ଅର୍ଥାତ୍ ସୁରଧୁନି ଆମେ ଯାହାକୁ କହୁଛୁ ସ୍ୱର୍ଗ ଗଙ୍ଗା କିମ୍ବା ମନ୍ଦାକିନୀ, ଯଦିଓ ସେ ମନ୍ଦାକିନୀ ନୁହେଁ, ସ୍ୱର୍ଗର ଗଙ୍ଗା ନୁହେଁ, କିନ୍ତୁ ସେ ମୁକ୍ତି ପିଆସି ମଣିଷକୁ ନିଶ୍ଚିତ ଭାବରେ ମୁକ୍ତିର ମାର୍ଗରେ ଘେନି ଯାଉଛି ଏହି ଭକ୍ତି, ଏହି ଶ୍ରୀକୃଷ୍ଣ ଏବଂ ରାଧାଙ୍କର ପ୍ରେମଲୀଳା। ପରବର୍ତ୍ତୀ ପଦରେ କୁହାଯାଇଛି, ନିରଜ ବନ୍ଧୁ ନନ୍ଦିନୀ ତୀର ନିକୁଞ୍ଜ ବନ ଅଗାରେ। ନିରଜ ବନ୍ଧୁ, ନିରଜ ଯେଉଁ କୁହାଯାଉଛି ପଦ୍ମ, ଯେ ନୀରରୁ ଜନ୍ମ ଲାଭ କରୁଛି, ଏବଂ ଆହୁରି ମଧ୍ୟ କୁହାଯାଉଛି ମୁକ୍ତା ମଧ୍ୟ ଇଏ ନୀରରୁ ଜନ୍ମ ଲାଭ କରିଛି। ନିକୁଞ୍ଜ ବନ ଅଗାରେ, ଅଗାରେ ଶବ୍ଦ ଆମେ ନିଶ୍ଚିତ ଭାବରେ କହିବା ଗୃହ ବା ଘର। ନିକୁଞ୍ଜ ବନ ଯାହାଙ୍କର କୁଞ୍ଜ, ଯାହାଙ୍କର ନିତ୍ୟ ନିବାସ ସ୍ଥଳ, ସେଠାରେ ମଧ୍ୟ ଅତ୍ୟନ୍ତ ମନୋହାରିଣୀ ଭାବରେ ରାଧାକୃଷ୍ଣଙ୍କର ପ୍ରେମ ସଂଗଠିତ ହୁଏ, ଯାହାକୁ ଦେଖି ମାନବାତ୍ମା ମୁକ୍ତି ପାଇଯାଏ। ଆହୁରି ମଧ୍ୟ କୁହାଯାଇଛି, କେଶୀ ମଥନ କେଳି ଚରିତ କେବଳ ତୁହି ଗାରେ। ଭକ୍ତଜନଙ୍କ ଉଦ୍ଦେଶ୍ୟରେ ଗୋପାଳକୃଷ୍ଣ ପଟ୍ଟନାୟକ ଏହା କହୁଛନ୍ତି, ଯାହାଙ୍କୁ ପାଇବା ପାଇଁ ମୁନିମାନେ ଭ୍ରମିତ, ଶୁକ ଏବଂ ସନକାଦି ମୁନିମାନେ, ଯାହାର ପଦରଜ ସ୍ପର୍ଶ ପାଇଁ ଯୁଗେ ଯୁଗେ ଏହି ଭବ ବା ଶିବ ଏବଂ ଭବସିଜ ଭବ ଯିଏ ବ୍ରହ୍ମା, ସେ ସଦା ବ୍ୟାକୁଳ। ତେଣୁ ତାଙ୍କର ପଦାରବିନ୍ଦକୁ ନିଶ୍ଚିତ ଭାବରେ ଲାଭ କରିବା ପାଇଁ, ପ୍ରାପ୍ତି କରିବା ପାଇଁ ତୁମକୁ ନିଶ୍ଚିତ ଭାବରେ ଯେଉଁ କୁହାଯାଉଛି ସେଇ କେଶୀ ମଥନ, ଅର୍ଥାତ୍ ଯିଏ ମନ୍ଥନ କରିଛନ୍ତି କେଶୀ, ବକାସୁର, ଅଘାସୁର ଏମାନଙ୍କୁ, ଆଉ ମଧ୍ୟ ତାଙ୍କ କେଳି ଚରିତ, ତାଙ୍କର ଯେଉଁ ରାସ ଚରିତକୁ ଶ୍ରବଣରେ ନିଶ୍ଚିତ ଭାବରେ ଧ୍ୟାନ କର। କେବଳ ସେତିକି ନୁହେଁ, ଆତ୍ମିକ ଏବଂ ଆଙ୍ଗିକ ଭାବରେ କେବଳ ତାଙ୍କର ନାମ ସ୍ମରଣ କର, ତାଙ୍କର ପ୍ରେମ ଲୀଳାକୁ ନିଶ୍ଚିତ ଭାବରେ ମନରେ ଭଜନ କର। ତୁହି ଗାରେ ବୋଲି କୁହାଯାଇଛି, ତୁମକୁ ଗାଇବାକୁ ହେବ ରାଧା ଏବଂ କୃଷ୍ଣଙ୍କର ଅମୃତ ଲୀଳା। ପୁନଶ୍ଚ କୁହାଯାଇଛି, ମୋକ୍ଷ ପଦକୁ ଲକ୍ଷ୍ୟ ନକରି ରହିଯା ଅଲଗାରେ। ମୋକ୍ଷ ପଦ ତୋର ଲୋଡ଼ା ନାହିଁ। ମୋକ୍ଷ ପଦ କ'ଣ ହେବ? ନିଶ୍ଚିତ ଭାବରେ ମୋକ୍ଷ ପଦକୁ ଲକ୍ଷ୍ୟ ନକରି ରହିଯା ଅଲଗାରେ। ଅଲଗା ରହିବାକୁ ପଡ଼ିବ, ମୋକ୍ଷ ଦରକାର ନାହିଁ, ଭକ୍ତି ହିଁ ଆବଶ୍ୟକତା ଅଛି। ଏଇ ଯେଉଁ ରାସ ଆଉ ରସର ଭକ୍ତି ଯୁଗେ ଯୁଗେ ନିଶ୍ଚିତ ଭାବରେ ମଣିଷକୁ ମୁକ୍ତି ପ୍ରଦାନ କରିଥାଏ। ଅମୃତ ରସର ଝରଣା ଏହି ଶ୍ରୀକୃଷ୍ଣ ଏବଂ ରାଧାଙ୍କର ଲୀଳା ଏବଂ ପ୍ରେମର ଯେଉଁ ଅମୃତ ମନ୍ଦାକିନୀ ଧାରା, ସେଥିରେ ଅବଗାହନ କଲେ ନିଶ୍ଚିତ ଭାବରେ ଜୀବନ ସାର୍ଥକ ହୋଇଥାଏ। ତେଣୁ ମୋକ୍ଷ ବା ମୁକ୍ତି ତାର କିଛି ଆବଶ୍ୟକତା ହିଁ ଜୀବନରେ ନାହିଁ, ଏହା କହୁଛନ୍ତି କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ। ଆହୁରି ମଧ୍ୟ କୁହାଯାଇଛି, ରାଶେଶ୍ୱରୀଙ୍କ କିଙ୍କରୀ ହୋଇ ଘର କର ବ୍ରଜ ଗାଁରେ। ରାଶେଶ୍ୱରୀ, ରାଇ ବିନୋଦିନୀ, ବୃଷଭାନୁଜେମା ଯେଉଁ କୁହାଯାଉଛି, ତାଙ୍କର ନିଶ୍ଚିତ ଭାବରେ କିଣା ଦାସୀ ହେବାକୁ ପଡ଼ିବ। ତାଙ୍କର କିଣା ଦାସୀ ହୋଇ, କିଙ୍କରୀ ହୋଇ, ତାଙ୍କ ଚାକରାଣୀ ହୋଇ ଯଦି ବ୍ରଜ ଗାଁରେ ଘର କରିପାରିବ, ତେବେ ନିଶ୍ଚିତ ଭାବରେ ଏ ଜନ୍ମ, ଏ ଜୀବନ ସାର୍ଥକ ହୋଇଯିବ। ଗୋପାଳ କୃଷ୍ଣ କହେ ସତୃଷ୍ଣ ହୋଇ ସୁମନୀଷାରେ, ଅର୍ଥାତ୍ ଗୋପାଳ କୃଷ୍ଣ କହୁଛନ୍ତି ସତୃଷ୍ଣ ଯେଉଁ କୁହାଯାଉଛି ନିଶ୍ଚିତ ଭାବରେ ତୃଷାତୁର ହୋଇ, ଅତ୍ୟନ୍ତ କ୍ଷୁଧିତ ଏବଂ ତୃଷିତ ଏହି ଭକ୍ତି ଜଳରେ ଅବଗାହନ କରିବା ପାଇଁ, ଏହି ଭକ୍ତିର ମନ୍ଦାକିନୀ ଧାରାକୁ ନିଶ୍ଚିତ ଭାବରେ ଅମୃତମୟ ପଦାବଳୀକୁ ଆସ୍ୱାଦନ କରିବା ପାଇଁ ଆକଣ୍ଠ, ସେ ସବୁବେଳେ ବ୍ୟସ୍ତ ଆଉ ବିବ୍ରତ। ଏଇଥିପାଇଁ ସେ କହୁଛନ୍ତି, ଗୋପାଳ କୃଷ୍ଣ କହେ ସନ୍ତୃଷ୍ଣ ହୋଇ ସୁମନୀଷାରେ। ସୁମନୀଷା ଯେଉଁ କୁହାଯାଉଛି ଜ୍ଞାନୀଜନମାନେ, ଯେଉଁମାନେ ପ୍ରବୁଦ୍ଧ, ଅତ୍ୟନ୍ତ ଜ୍ଞାନୀ ଏବଂ ଭଗବତ ଶକ୍ତିକୁ ଉପଲବ୍ଧ କରିବାର ଯାହାଙ୍କର କ୍ଷମତା ଅଛି, ଯେଉଁମାନଙ୍କୁ କୁହାଯାଉଛି ସୁମନୀଷାରେ।
ଆହୁରି ମଧ୍ୟ କୁହାଯାଇଛି ଦୋଷ ରହିତ ଘୋଷ ଚରିତ ଘୋଷ ଦିନ ନିଶାରେ। ଦୋଷ ରହିତ ଘୋଷ, ନିଶ୍ଚିତ ଭାବରେ ଏଠି ଦୋଷ ରହିତ ହୋଇଯିବ, ସମସ୍ତ ପାପକୁ ପଳାତକ ପରି ଛାଡ଼ି ପଳେଇବ। ସେଇ ରାଧାଙ୍କ ଚରିତ, ସେହି କୃଷ୍ଣଙ୍କ ଚରିତକୁ ସବୁବେଳେ ନିଶ୍ଚିତ ଭାବରେ ମୁଖ ମଧ୍ୟରେ ଧାରଣ କରିବାକୁ ପଡ଼ିବ। ଜୀବନ କାଳ ଭିତରେ ତାଙ୍କର ଲୀଳା, ତାଙ୍କର କୀର୍ତ୍ତନ, ତାଙ୍କର ରାସକୁ ଭଜନ କରିବାକୁ ପଡ଼ିବ ଏବଂ ରାସେଶ୍ୱରୀ ନିଶ୍ଚିତ ଭାବରେ କୃପା ପ୍ରଦାନ କରିବେ। ଆଉ ଯେଉଁ ରାସେଶ୍ୱର ଶ୍ରୀକୃଷ୍ଣ, ଯେଉଁ ରାସେଶ୍ୱରୀ ରାଧିକା, ଯେଉଁମାନଙ୍କର ଭଜନ କୀର୍ତ୍ତନ, ଯେଉଁମାନଙ୍କର ଗୁଣଗାନ କରିବାକୁ ପଡ଼ିବ ଦିନ ଏବଂ ନିଶାରେ। କୁହାଯାଇଛି ନିଶାରେ ଅର୍ଥାତ୍ ରାତି, ଦିନ ଏବଂ ଦିବସ, ପ୍ରତି ଦିବସ ପ୍ରତି ରାତ୍ରିରେ କେବଳ ଏହି ରାସେଶ୍ୱରୀ ରାଧିକା ଆଉ ଜଗତ ପ୍ରେମିକ ବିଶ୍ୱପ୍ରେମିକ କୃଷ୍ଣଙ୍କର ଗୁଣଗାନ କରିବା ପାଇଁ ଏହି ଗୀତରେ କୁହାଯାଇଛି। ବାସ୍ତବିକ କବି ଗୋପାଳକୃଷ୍ଣ ଯିଏ ଜନ୍ମରୁ ହିଁ କବି, ସେ କବି ହୋଇ ଜନ୍ମ ହୋଇଛନ୍ତି, ତିଆରି କବି ନୁହନ୍ତି। ସେ ଯୋଗଜନ୍ମା କୃଷ୍ଣ ଏବଂ ରାଧାଙ୍କର ପରମ ସେବକ ଏବଂ କବିତାର ଛାଇ ଘେନି ସେ ଭୂମିଷ୍ଠ ହୋଇଥିଲେ, ଭୂମିରେ ପଡ଼ିଥିଲେ। ବାସ୍ତବିକ ତାଙ୍କର ସଙ୍ଗୀତ ଅପୂର୍ବ ମାଦକତା ପ୍ରାଣରେ ଭରିଦିଏ। ବନ୍ଦେ ଉତ୍କଳ ଜନନୀ।